নিশ্চয় কিছু ষড়যন্ত্র এই শান্তি সন্ধি নামে মহামন্ত্রী থাউ থাউ সব ষড়যন্ত্রକୁ କହିଲେ ଫଳ ମାତ୍ର ଶକୁନି କାହାନ୍ତି ଲାଗେ ମାତ୍ର ଶକୁନି ପୁତ୍ର ମାତ୍ର ଅତ୍ୟନ୍ତ ବିବ୍ରତ ହୋଇ ସମ୍ମୁଖୀନ ହେବାକୁ ଦେଶ ହସ୍ତିନାପୁର ଯୁବରାଜ ତୁମେ ଛାଇ କପାଳ ବାଳକ ଲାଗି ହେଉଛ ବିବ୍ରତ ହେମ କୃଷ୍ଣ ନାମେ ଏକମାତ୍ର ଆଶଙ୍କା ମନେ କୃଷ୍ଣଙ୍କ ଶାନ୍ତି ସନ୍ଧି ନେଇ କିଏ ଜାଣେ କେଉଁ କାରଣରୁ ଆସିଛି ହସ୍ତିନାକୁ ପାଣ୍ଡବଙ୍କ ଶାନ୍ତି ଦୂତ ହେଇ କିଏ ଜାଣେ ଛଳପ୍ରିୟ କେଶବର ଛଳ ବାକ୍ୟ ଶୁଣି କି ବିଚାର କରିବେ ସମସ୍ତେ ବା କିଏ ମହାମନ୍ତ୍ରୀ ବିଦୁରଙ୍କ ବ୍ୟତୀତ ସମସ୍ତ ଅଛନ୍ତି ଆମ ପୁତ୍ର ଶୁଣ ମନ ଦେଇ କୃଷ୍ଣଙ୍କ ବକ୍ତବ୍ୟ ପରେ ଆଉ ମହାମନ୍ତ୍ରୀ ଆଲୋଚନା କରିବା ପୂର୍ବରୁ ଆରମ୍ଭ କରିବା ତମେ ଯୁକ୍ତି ଯୁକ୍ତିକୁ ଅସାଧ୍ୟ ତାପରେ ଯଦି କର୍ଣ୍ଣପାତ ନ କରନ୍ତି ମହାମନ୍ତ୍ରୀ ତାହେଲେ ଆମେ କରିବା ବାସୁଦେବ ବନ୍ଦୀ ବନ୍ଦୀ କରିବା ନୁହେଁ ରାଜଧର୍ମ ନୁହେଁ ଅଙ୍ଗରାଜ ରାଜନୀତି ରାଜନୀତି ରାଜରକ୍ଷା ପାଇଁ ରାଷ୍ଟ୍ର ରକ୍ଷା ଆପଣ ରାଜରକ୍ଷା ସାଥେ ଉତ୍ତର ଅଛି କି ସମ୍ପର୍କ ପୁତ୍ର କୃଷ୍ଣ ଖାଲି ଦୂତ ନୁହେଁ କୃଷ୍ଣ ଅଟେ ଅତ୍ୟନ୍ତ ମାୟା ଚାହିଁଲେ ସେ କରିପାରେ ଅବିଳମ୍ବେ ମାୟାର ରଚନା ତେଣୁ ଏପରି ଲୋକକୁ ବନ୍ଦୀ କରାଯିବା ନୁହେଁ ତଥାପି ମାତ୍ର ରାଜନୀତି ମଧ୍ୟରେ ଧର୍ମାଧର୍ମ ନୀତିବାକ୍ୟ ସବୁ ଦୁର୍ବଳତା ମନେ ରଖ ପୁତ୍ର ରାଷ୍ଟ୍ର ରକ୍ଷା ରାଜାଙ୍କ ଏକାନ୍ତ କର୍ତ୍ତବ୍ୟ ଏକମାତ୍ର ରାଜଧର୍ମ ଏକମାତ୍ର ଧ୍ରୁବ ସତ୍ୟ ରାଜକାର୍ଯ୍ୟ ଆରମ୍ଭ କରାଯାଏ ମହାରାଜ ଭଗବାନ କୃଷ୍ଣ ଆସୁଛନ୍ତି ହସ୍ତିନା ସଭାକୁ ତାଙ୍କୁ ସ୍ୱାଗତ କରିବାର ଆଦରର ଭଗବାନ କିଏ ଦାତାର ଦାସତ୍ୱ ପ୍ରଭୁ ଦୂତ ଧୀରବର ହତ୍ୟା ଅମୃତମଣ ଅନ୍ୟ ଦୂତ ଭାବେ ଆସିଛି ହସ୍ତିନାକୁ ଭିକ୍ଷା ପାଇଁ ଭିକ୍ଷା ପ୍ରାର୍ଥୀ ସମାନ ଦୂତକୁ ପୁରୁଷ ବାବଦରେ ଭଗବାନ ସମ୍ବୋଧନ ମାନବୀୟ ଅପମାନ ସମଗ୍ର ସଭା ମହାମନ୍ତ୍ରୀ ସଂଯତ କରନ୍ତୁ ଆଗେ ଶବ୍ଦ ବ୍ୟବହାର ଯୁବରାଜ ଏହା ମୋର ଅନୁଭୂତିର ପରିପ୍ରକାଶ ମାତ୍ର ଅନୁଭୂତି ବିଦ୍ରୋହଙ୍କର ମହାମନ୍ତ୍ରୀଙ୍କର ରାଜସଭା ମନ୍ତ୍ରୀ ବ୍ୟକ୍ତିଗତ ଚିନ୍ତା ଠାରୁ ରାଜଚିନ୍ତା ସାକ୍ଷାତ ମନ୍ତ୍ରୀ ସାମାନ୍ୟ ଦୂତକୁ ଦୂତ ଭାବେ ସମ୍ବୋଧନ ଉଚିତ ତାଙ୍କର ଗୁରୁ ରଘୁବଂଶ ରାଜସଭା ଦିନ ସମ୍ମାନ ଗୁରୁଲୋକ ମତେ ଆবার ପୁଣି କୌଣସି ବ୍ୟକ୍ତିକୁ ରାଜସଭା ଦିଗରେ ସମ୍ମାନ ପଦବୀକୁ ପଦମର୍ଯାଦାକୁ ହେଇପରେ ସେ ଗୁରୁଦେବ ସଂସଦର ସାଧୁ ସାଧୁ ପୁତ୍ର ସାଧୁ ତୁମ ଅସାଧ୍ୟ ଯୁକ୍ତିର ଏହିପରି ଧରି ରଖି ଯୁକ୍ତିମାନ ଚଞ୍ଚଳିତ କରାଯାଇ ସମଗ୍ର ଯୁବରାଜଙ୍କ ଅତି ଅତୀତ ଯଥା ଯୁବରାଜ ଦୂତ ବୋଲି ନ କହି ତାଙ୍କୁ ସମ୍ବୋଧନ କରାଯାଇପାରେ ବା ବାସୁଦେବ ନାମେ ସମ୍ବୋଧନ କରାଯାଏ ବାସୁଦେବ ନାମେ ମହାରାଜ ବାସୁଦେବ କୃଷ୍ଣ ଆସୁଛନ୍ତି ହସ୍ତିନା ସଭାକୁ ଶାନ୍ତି ବାର୍ତ୍ତା ନେଇ ତାଙ୍କୁ ସ୍ୱାଗତ କରିବା ସାଧାରଣ ଦୂତ ଭାବେ ହେବ ସମୁଚନ ନା ତାହାର ଅଧିକ ଗଲେ ମର୍ଯ୍ୟାଦା ରହିବ ନାହିଁ ହସ୍ତିନାପୁର କିନ୍ତୁ କୃଷ୍ଣଙ୍କର ବିଶ୍ରାମ ନେଇ ମହାରାଜା ନିଜେ ଆୟୋଜନ କରିଥିଲେ ରାଜକୀୟ ଆତିଥ୍ୟଦାନ ତାହାକୁ ଉପେକ୍ଷା କରି କୃଷ୍ଣ ଦେବେ ରହିଲେ ମନ୍ତ୍ରୀଙ୍କ କୁହେ ଅପମାନ ହେଲାନି କି ହସ୍ତିନା ସଭା ସଭା କିଛି ଅପମାନ ବାକି ଅଛି ମାରିବାକୁ ଅଛି
पांडवर दूत हस्तिनार राज दरबारे कहिबार जहा कहतु विस्तारी। महाराज पांडवर शांति दूत हो आसी हस्तिनार पांडव कौरव मध्य शांति संधि चुक्ति पाई पसंद करबा एही शांति चुक्ति पई अछि किबा संत युधिष्ठिरंकर କହିଛନ୍ତି युवराज 13 वर्ष वनवास ଯିବା ପୂର୍ବେ ଯାହା ଥିଲା ତାଙ୍କ ଅଧିକାର କୌରବଙ୍କ ସଭାରେ ଚାହାନ୍ତି ସେ ସେହି ଅଧିକାର। ଦ୍ରୁତ ଧନ ଅଦ୍ଭୁତ ରାଜ୍ୟ ଦ୍ରୁତ ଅଧିକାର ହୋଇକି ଦାବି କେହି ବିରବା ବିଜ୍ଞାନୀ ହଳ हे पांडवर दूत ज्ञानी होय थादारी करूत केम पाई। महाराज युधिष्ठिर ଦେଇଥିଲେ ଯୁବରାଜ ଅସମର୍ଥ ଯେ ରକ୍ଷା କରିବାରେ ଆପଣାର ପଦ ଓ ମର୍ଯ୍ୟାଦା କେଉଁ ମୁଖେ ପୂର୍ବ ପଦ ଲାଗି କରିଛି। ସମସ୍ତେ ଜାଣନ୍ତି ତାହା କେଉଁ ଭାବେ ବଞ୍ଚିତ କରିଛ ତୁମେ ପଣ୍ଡୁପୁତ୍ରେ। जीविती खेଳରେ ସତ୍ୟ ରକ୍ଷା ଆପଣ ସର୍ବସ୍ୱ ନିଜ କର୍ମ ଫଳେ ହୋଇଛନ୍ତି ପାଣ୍ଡବ ଅବହେଳେ। ସେଥିଲାଗି କାହିଁକି ବାକ୍ୟ ବଳ କୌରବ ଆଉ ପାଣ୍ଡବ ତୁମର ବା ଦୁଗ୍ଧବଶ୍ୟ ଶିଶୁ। ମହାରାଜ ପାଣ୍ଡବଙ୍କ ଦୁର୍ବଳତା ଖାଇବାରେ କିଛି କିନ୍ତୁ ସର୍ତ୍ତ ଅନୁସାରେ 13 ବର୍ଷ ବନବାସ କରିଛନ୍ତି ଭୋଗ ସେ ସମସ୍ୟା ତ ହେଇଛି ଅଦ୍ଭୁତ। ମହାରାଜ ଏବେ ସେ ଚାହାନ୍ତି ପଣ୍ଡୁପୁତ୍ର ଭାବେ ପଣ୍ଡୁଙ୍କର ନ୍ୟାଯ୍ୟ ଅଧିକାର। ପାଣ୍ଡୁଙ୍କର ରାଜ୍ୟ ଅଭିଯାନ ପାଣ୍ଡୁପୁତ୍ରେ ପାଣ୍ଡୁପୁତ୍ର କିଏ କାହିଁ ପଞ୍ଚଭ୍ରାତା ମଧ୍ୟ ଜ୍ୟେଷ୍ଠ ଭ୍ରାତା ଯୁଧିଷ୍ଠିର ସେ ତପନ୍ତି ଧର୍ମଙ୍କ ପୁତ୍ର ଧର୍ମପୁତ୍ର ନାମେ ଖ୍ୟାତ ସେ ସମସ୍ତ ଭୁବନ ବିନୋଦ ପବନ ନନ୍ଦନ ଆଉ କହିଲେ ତୁମ ସଖା ଅର୍ଜୁନ ସେ ତପନ୍ତି ଇନ୍ଦ୍ର ନନ୍ଦନ। ଆଉ କିଛି କହିବାର ପ୍ରয়োଜନ ନାହିଁ ଦୁର୍ଯ୍ୟୋଧନ ବୁଝିଗଲି ତୁମର ଉଦ୍ଦେଶ୍ୟ କୌଣସି ମତେ ବଞ୍ଚିତ କରିବାକୁ ଚାହ ତୁମେ ପଣ୍ଡୁପୁତ୍ର ନ୍ୟାଯ୍ୟ ଅଧିକାର। କିବା ଅଧିକାର କାହା ଅଧିକାର ପଣ୍ଡୁଙ୍କର ପୁତ୍ର ଯଦି କେହି ନାହିଁ କିବା ପାଇବ ତାଙ୍କ ଅଧିକାର। ଆପଣ ବଂଶର ଅମର୍ଯ୍ୟାଦା କରୁନାହିଁ ଯୁବରାଜ। ନୁହଁ କି ଏହା ସତ୍ୟ ମହାମନ୍ତ୍ରୀ? ଅବଶ୍ୟତା ସତ୍ୟ ଯୁବରାଜ। ସେହିପରି ଗୁରୁବଂଶ ଇତିହାସ ପଢି ପଚାର ପିତା ପଚାର ମାତା ଅମ୍ବିକା ଓ ଅମ୍ବାଳିକାଙ୍କ ଗର୍ଭ ବ୍ୟାସଙ୍କ ଅଳସରୁ ଜନ୍ମ ନେଲେ ଧୃତରାଷ୍ଟ୍ର ଏବଂ ପଣ୍ଡୁ କେଉଁ ଅଧିକାର ବଳେ ମହାରାଜ ବିଚିତ୍ର ବିଚିତ୍ର ସିଂହାସନ କଲ୍ୟାଣ ବନ୍ଦ କର। ଯୁବରାଜ ଏପରି ସମୟ ଅପଚୟ କରି କିଛି ଲାଭ ନାହିଁ। ମୋ କୃଷ୍ଣ ସଂକ୍ଷେପରେ ପାଣ୍ଡବ ପୁତ୍ରୀ ଯୁଧିଷ୍ଠିରଙ୍କର ଏକମାତ୍ର ସତ୍ୟ ମହାରାଜ ଅର୍ଥରାଜ୍ୟ ପଣ୍ଡୁପୁତ୍ର ଦେଇ ବାକ୍ୟ ଅର୍ଥରାଜ୍ୟ କୌରବଙ୍କୁ କରନ୍ତୁ ପ୍ରଦାନ। ଯୁଧିଷ୍ଠିରଙ୍କର ଏକମାତ୍ର ଶବ୍ଦ ତାହେଲେ ଅଗ୍ରହାତରେ ଯାହା ରାଜ୍ୟ ବିଭାଜନ ପାଇଁ ଷଡ଼ଯନ୍ତ୍ର କରୁଥିବା ହେ ନିଶ୍ଚିତବାଦୀ କହିବ ପାଣ୍ଡବେ ଗୁରୁ ଅର୍ଜୁନ ଭାଇ ଦ୍ରୌପଦୀ ପଞ୍ଚଭ୍ରାତା ଭାଗ ଭାଗ କରି ଭୋଗ କରୁଥିଲେ ନିଜ ଇଚ୍ଛା ମତେ ସତ୍ୟ ବାକ୍ୟକୁ ଚିତ୍ତ ଦଉ। ସ୍ଥିର ବସକା କୁହନ୍ତୁ କେଶବ ଅନ୍ୟ କିଛି ଅଛି କି ପ୍ରାର୍ଥନା? ଅତ୍ୟନ୍ତ ବିନୟ ଭାବେ କହିଛନ୍ତି ପ୍ରୟାସ ସଖା କହିବ ଉଭୟ ଜ୍ୟେଷ୍ଠତା ଶାନ୍ତି ଆମେ ଚାହୁଁ ସର୍ବକ୍ଷରେ ଶାନ୍ତି ପାଇ କୌରବ ପାଣ୍ଡବ ହେଲେ ରାଜ ଚିରଦିନ ପାଇଁ ଲିଭିଯିବ ଭାତୃ ବିବାଦରେ ସେଥିପାଇଁ ଅନ୍ୟ ଏକ ପ୍ରସ୍ତାବ ଅବଶ୍ୟ ରହିଛି। କୁହନ୍ତୁ ଚଞ୍ଚଳ ଆମେ ମଧ୍ୟ ଚାହୁଁ ଶାନ୍ତି କିନ୍ତୁ ଅସମ୍ଭବ ସର୍ତ୍ତ ଥାଏ ଯଦି କିଛି କରିଛନ୍ତି ଯୁବରାଜ ଯେହେତୁ ପିତା ଯଦି ନହୁଅନ୍ତି ରାଜି ଦେବା ପାଇଁ ଅର୍ଥରାଜ୍ୟ ପାଣ୍ଡବଙ୍କ ଲାଗି ଆମ 5 ଭାଇ ପାଇଁ 5ଟି ଗ୍ରାମ ଭିକ୍ଷା ଦେବେ ମଧ୍ୟ ସେଇଥିରେ ରହିବୁ ସନ୍ତୁଷ୍ଟ। ମାତ୍ର 5 ଖଣ୍ଡି ଗ୍ରାମ ଚାହିଁଛନ୍ତି ଯୁଧିଷ୍ଠିର ତା ପୁଣି ଭିକ୍ଷା ଭାବେ ଏକନ୍ତୁ ଉତ୍ତମ କଥା ମହାରାଜ। ମୋ ମତରେ କୌରବର ବିଶାଳ ସାମ୍ରାଜ୍ୟ ମଧ୍ୟରୁ 5 ଖଣ୍ଡି ଗ୍ରାମ ମାତ୍ର ଦିଆଯାଇପାରେ। 5 ଖଣ୍ଡି ଗ୍ରାମ ମାତ୍ର ଭିକ୍ଷା ଭାବେ ଦିଆଯାଇପାରେ। କୁହ ଦୁର୍ଯ୍ୟୋଧନ କିବା ତୁମ ଇଚ୍ଛା? नीरवे बसुच के पुत्र भावी चकी माने 5 खंडी ग्राम ପାଇଁ ଲଢିବ କି ଭାବି ଦେଖ ତୁମରା 5 ଖଣ୍ଡି ଗ୍ରାମ ଆମେ କୃଷ୍ଣ ଯଦି ଚାହାନ୍ତି ତୁମର ସମସ୍ତ ନଗରୀ ସମସ୍ତ ନଗରୀ ବୁଝିପାରୁନି ହସ୍ତିନା ପାବନବନ୍ତ ଇନ୍ଦ୍ରପ୍ରସ୍ଥ
କୌଣସି କାହାର ପ୍ରତିଜ୍ଞା ମହାମନ୍ତ୍ରୀ ଦେଉଛନ୍ତି ବଦଳ ପୁସ୍ତକ ଶୁଣନ୍ତୁ ଏ ବାସୁଦେବ କେଉଁ 5 ଖଣ୍ଡି ଗ୍ରାମ ମାଗିଛନ୍ତି ପ୍ରିୟ ଯୁଧିଷ୍ଠିର? ମହାମନ୍ତ୍ରୀ ପ୍ରଶ୍ନ ତମର ପାଣ୍ଡବ ଦୂତଙ୍କୁ ଯୋଉ 5 ଖଣ୍ଡି ଗ୍ରାମ ପାଇଲେ ପାଣ୍ଡବେ ସେଇ ଗ୍ରାମ ସବୁ ଅଧିବସ୍ତ ହେଇ ରହିବ ତ ଏ ରାଜ୍ୟର ରାଜ୍ୟରେ ଶାସନ ମାନେ ଚଳିବେ ତ ପଣ୍ଡୁପୁତ୍ର କଣ ପ୍ରତିବର୍ଷ ଶେଷେ ଦେଇଯିବା ତାଙ୍କର କାର୍ଯ୍ୟକର ଓ କୃଷ୍ଣ ଯୁଧିଷ୍ଠିର ରାଜି କରିଥିଲେ। ଯୁବରାଜ ଯୁଧିଷ୍ଠିର ଚାହାନ୍ତି ତାଙ୍କର ସାର୍ବଭୌମ ଅଧିକାର କେଉଁଟା ରାଜ୍ୟ ଅବା ଗ୍ରାମ ହସ୍ତିନାର ରାଜଶକ୍ତି କରିବାରେ ହସ୍ତକ୍ଷେପ ଦେବେ ତାଙ୍କ ସ୍ୱାଧୀନତା ଓ ସମ୍ଭବୟ ଜାଣୁନାହିଁ ତ ସାର୍ବଭୌମ ପୁରୁରାଜ୍ୟ ଅବିଚ୍ଛିନ୍ନ ଅଖଣ୍ଡ ସାମ୍ରାଜ୍ୟ ଖଣ୍ଡ ଖଣ୍ଡ କରି ସେଇ ସାର୍ବଭୌମ ପୁରୁରାଜ୍ୟ ବିଚ୍ଛିନ୍ନତାବାଦୀର ଉଦ୍ଭଟ ଚିନ୍ତାରେ ଯଦି ମୋତେ ବାଣ୍ଟିବାକୁ ହୁଏ ତାହେଲେ ତାକୁ ଭାଗ କରିବାକୁ ହବ ଏକ ସଙ୍ଗ ପଞ୍ଚ ବିଭାଗରେ। ତାହା କେବେ ହେବ କି ସମ୍ଭବ? ଏହା ଅସମ୍ଭବ ଯୁବରାଜ। ଯୁବରାଜ କହୁଛି ଅତ୍ୟନ୍ତ ଯଥାର୍ଥ। ଗୁରୁ ରାଜ୍ୟ ଯଦି ଦେଇପାରେ 5 ଖଣ୍ଡି ଗ୍ରାମ ପାଣ୍ଡବଙ୍କ ପଞ୍ଚମାତା ନାମେ ତାହେଲେ ଜ୍ଞାନ ପାଇଲେ ତାଙ୍କ ଅଧିକାର ଗୌରବଙ୍କୁ 100 ବ୍ରାହ୍ମଣ। ଏହିପରି ଭାବ ଯଦି ହୋଇବ ହସ୍ତିନ ରାଜ୍ୟ ତାହାର ତେବେ ଅଧିପତି ହେବ। ସେ କଥା ଜାଣନ୍ତି ମହାରାଜ ଅବା ମନ୍ତ୍ରୀ ପରିଷଦ ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗତ ବିଗର୍ଜସି ସେଇ ଜନ୍ମଭୂମି ହବ ଖଣ୍ଡ ବିଖଣ୍ଡିତ ମୁଁ ବିବାଦ ହବନି ତାହା ହୁଏତ ବା କୌରବ ଅଥବା ପାଣ୍ଡବ ରାଜତ୍ୱ କରି ରହୁଥିଲେ କିନ୍ତୁ ମୁଁ ବିବାଦ ଖଣ୍ଡ ବିଖଣ୍ଡିତ ହବନି କେବେ ହସ୍ତିର ସାମ୍ରାଜ୍ୟ। 5 ଖଣ୍ଡି ଗ୍ରାମ ଭିକ୍ଷା ମାଗିଛନ୍ତି ବୋଲି ହିରୁ ମନେ କରୁନାହିଁ ତାଙ୍କୁ ପାଣ୍ଡବ ଚାହିଁବେ ଯଦି ମୁହୂର୍ତ୍ତକ ମଧ୍ୟରେ ହସ୍ତିନାକୁ କରିବା ପାଣ୍ଡବଙ୍କ ଏତେ ସଂଖ୍ୟା ଅଛି ଯଦି ତାହେଲେ ପିଲାଟି ଆସିବାଟାକୁ ଦୀକ୍ଷାର୍ଥୀ ଭାବେ ଆସିଥିଲି ଦେଖିବାକୁ ଗୌରବଙ୍କ ଅଭିପ୍ରାୟ ଯେଉଁ ମାତୃଭୂମିର ଗର୍ବରେ ବଞ୍ଚିତ କରୁଛ ତୁମେ ପାଣ୍ଡବଙ୍କ ଅଧିକାର ସେହି ମାତୃଭୂମି ଦିନ ହବ ତୁମ ରକ୍ତରେ ରଞ୍ଜିତ। ସେ ଆମର ଭାଗ୍ୟ ଜନ୍ମଭୂମି ପାଇଁ ବୀର ଗତି ପ୍ରାପ୍ତ ହେବ ତଥାପି ଆସିକିରି ତୁମ ପାଣ୍ଡବ ଦରବାରରେ ଦୀକ୍ଷା ମାତ୍ର ଜାଣନା କି ଅର୍ଜୁନଙ୍କ ପରାକ୍ରମ ଯୁଦ୍ଧ କ୍ଷେତ୍ରରେ ଅବିଳମ୍ବେ ନାସିବେ ତୁମକୁ ଭୀମଙ୍କ ଶବଦ କଥା ଅନେକ ବରିଷ୍ଠେ ଦରାଘାତ ଲୁଣ୍ଠିତ କରିବ ତୁମ ଯୁବରାଜ ଶାନ୍ତିରେ ରସିତ ଠାକୁ ପରଙ୍କୁ ଯୁଦ୍ଧ କରିବା ଯଦି ଏଟା ଯୁଦ୍ଧର ବାସ୍ନା ଥିଲା ପାଣ୍ଡବ ତାହେଲେ ଦ୍ରୌପଦୀର ଫଳକୁ ତଳେ ଲୁଚାଇ ତୁମକୁ ପଠାଇ ଦେବେ ଭିକ୍ଷା ମାତ୍ର ନେଇ ଆସୁଅଛି ତେବେ ମହାରାଜ କୋଉଠି ଦେଖା ହବ ଗୌରବ ପାଣ୍ଡବର ଯୁଦ୍ଧ କ୍ଷେତ୍ରରେ ସେଇଦିନ ପ୍ରତିଶୋଧ ନେବେ ବୋଲି ହସ୍ତିନା ସଭାରେ ଶିବପୁତ୍ର ଶିବା ପାଇଁ ଦିଅ ନାହିଁ କୃଷ୍ଣଙ୍କୁ ଆସୁଅଛି ମହାରାଜ ଶୀଘ୍ର ବନ୍ଦୀ କରୁନାଙ୍କୁ
किस मामले में घटित के घटना किसी कौन है कार्य चलती बंदी बात करे बंदी बस दबे तो बंदी करे बंदे राज्यसभा लड़ने लक्ष्य लुंठन କରିବାକୁ ପ୍ରତିବାଦ କରେ ସେଠାରେ ବିଚାର କରିବ କି ନା ଅନ୍ୟାୟ कृष्ण को बंदी करे असंभव था ତ ଶୁଣେଇଛି ସମ୍ବାଦ ତୁରନ୍ତ ଏହାର ପ୍ରତିକାର ନ କଲେ ଖଣ୍ଡକୁ ହରାଇଲେ ଚିରଦିନ ପାଇଁ ପାଣ୍ଡବ ସନ୍ତାନ କଣ ଝିଅ ଅନୁରୋଧ କର ତୁ ଏହାର ପ୍ରତିକାର कृष्ण खाली पांडवर सत्ता में पांडवर बंधु किए पांडवर गुरु पांडव सहित में अपना अपमान सिला किंतु सही में प्रभु को अपमान के अविश्वास मने हुए यदि सूर्य दंत साकी रखी कौन सी शपथ निश्चय करे युद्ध कौरवों के विरुद्ध अवश्य करिब युद्ध अवश्य करिब युद्ध किंतु मने धर्म युद्ध नामे कर युद्धर घोषणा जानतु समग्र विश्व धर्म रक्षा लगी तुम्हें धरी अस्त्र
କରି କିଏ କରିବ ପାପର ପ୍ରାୟଶ୍ଚିତ? ଧୀରେ ଧୀରେ ପଳେ ପଳେ ଦଗ୍ଧ କରି ତମେ ଶକୁନି ବଂଶର ଉଚ୍ଛେଦ ସାଧନ କରିଛ। ଆଉ ତାରି ପ୍ରତିଶୋଧରେ ଡାକୁ ବଂଶର ଶେଷ ବିପଶିକାରେ এই ସ୍ୱପ୍ନରେ ସୁଦ୍ଧା ତମେ କଳ୍ପନା କରିପାରିବ ନାହିଁ ଦୁର୍ଯୋଧନ। ମାତୃ ଶକ୍ତି ଏଇ କୁରୁ ପାଣ୍ଡବ ସଂଗ୍ରାମର ସୂତ୍ରଧର। ତୁମ ସହିତ ଏକ ପରାମର୍ଶ କରିବା ଲାଗି ଚାଲି ଆସି। କି ପରାମର୍ଶ କରୁଛ? ଚକ୍ରଧର କଣ ତାଙ୍କ ପ୍ରତିଶ୍ରୁତି ରକ୍ଷା କରିବେ? ହଁ, ଏ ସଂଗ୍ରାମରେ ଅସ୍ତ୍ର ଧରିବେନି ବୋଲି ଚକ୍ରଧର ମତେ ପ୍ରତିଶ୍ରୁତି ଦେଇଛନ୍ତି। ଖାଲି ସେତିକି ନୁହେଁ, ସମଗ୍ର ଯାଦବ ସେନା ମଧ୍ୟ ମୋର ସହାୟତା। ଚକ୍ରଧର କହୁଛ, ସେ ପ୍ରତିଶ୍ରୁତିରେ ମୋର ଭରସା ନାହିଁ। କିନ୍ତୁ ଭୀଷ୍ମଦେବଙ୍କ ଅଧିନାୟକ ତ ହିଁ କୁହନ୍ତୁ ମୋର ଅନୁମାନ ଯଦି ସତ୍ୟ ହୁଏ ତାହା ହିଁ ଆଶଙ୍କାର କାରଣ। ନା ଦୁର୍ଯୋଧନ, ମାତୃ ତମେ ହିଁ ମୋର ପରାମର୍ଶଦାତା। ତୁମର ଲାଗି ଆୟୋଜନର ସାର୍ଥକତା। କୁହ ମାତୃ, କଣ ତୁମର ଅନୁମାନ? ମୋର ଅନୁମାନ ମିଥ୍ୟା ଦୁର୍ଯୋଧନ, ମୋର ଅନୁମାନ ମିଥ୍ୟା। କିନ୍ତୁ ମୋର ଅନୁମାନ ଯଦି ସତ୍ୟ ହୁଏ ତାହେଲେ ମୁଁ କହିବି ଭୀଷ୍ମଦେବ ତ କେବଳ କୌରବ କୁଳର ପିତାମହ ନୁହନ୍ତି ନା, ହୁଏତ ସେଇ ବନ୍ଧନ ରକ୍ତର ସେଇ ନିବିଡ଼ ସମ୍ପର୍କର। ତୁମର ଅନୁମାନ ମିଥ୍ୟା ମାତୃ। ପିତାମହ ପରମ ଆଗ୍ରହରେ ଗ୍ରହଣ କରିଛନ୍ତି କୌରବର ସେନାପତିକୁ। ମୋର ଅନୁମାନ ମିଥ୍ୟା ହେଉ ଦୁର୍ଯୋଧନ, ମୋର ଅନୁମାନ ମିଥ୍ୟା ହେଉ। ମହାବୀର ଭୀଷ୍ମଙ୍କର ସେନାପତିତ୍ୱରେ এই মহাভারত যুদ্ধরে জবনিকা বড় বর্তমান পিতামহଙ୍କ ସହିତ ପରାମର୍ଶ ନିତାନ୍ତ ପ୍ରୟୋଜନ। ଯଦି ସେ ତାଙ୍କ ଦାୟିତ୍ୱର ଅବସର ଚାହାନ୍ତି ସେ ଅବସର ଦେବା ପାଇଁ ଦୁର୍ଯୋଧନ ପ୍ରସ୍ତୁତ। ମହାବୀର ଦ୍ରୋଣାଚାର୍ଯ୍ୟ, କର୍ଣ୍ଣ, ଶୈଳ, ଅଜତ୍ୟ, କୂପ, ଦୁର୍ଯୋଧନ, ଦୁଃଶାସନ, କୌରବ କୁଳର ମହାବୀର ବୃଦ୍ଧ ପିତାମହ ତାଙ୍କର ଅସମର୍ଥ ପ୍ରକାଶ କରନ୍ତି। ସେଥିଲାଗି ମୋର ସୂଚନା ନାହିଁ। ପ୍ରତିଜ୍ଞା ମୋର ହିମାଚଳ ଭଳି ଅଟଳ ରହିବ। ବିନା ଯୁଦ୍ଧରେ ସୂର୍ଯ୍ୟ ମେଦିନୀ ମଧ୍ୟ ମୁଁ ପାଣ୍ଡବମାନଙ୍କୁ ଦେଖିବି। ସମାପ୍ତି ମଧ୍ୟ ସେଇ ଯୁଦ୍ଧରେ। ଆସ ତମେ ମାତ୍ର ପିତାମହ ଆପଣ ମତେ ବୁଝିବାକୁ ଚେଷ୍ଟା କରନ୍ତୁ। ଆପଣ ଯଦି ଯୁଦ୍ଧର ଅବସର ଚାହାନ୍ତି ସେ ଅବସର ଦେବା ପାଇଁ ଦୁର୍ଯୋଧନ ପ୍ରସ୍ତୁତ। ତୁମେ ତାହେଲେ କହିବାକୁ ଚାହୁଁଛ ଭୀଷ୍ମ ଅସମର୍ଥ, ଦୁର୍ବଳ। ସେ ଚାହେଁ ଦାୟିତ୍ୱର ଅବସର। ପ୍ରକାଶ୍ୟ ରଣକ୍ଷେତ୍ରରେ ସେ କେବଳ ଆତ୍ମରକ୍ଷା କରି ଆସିଛି। ତୁମେ ଭୁଲିଯାଉଛ ମାନବବୃନ୍ଦ, ସତ୍ୟ ରକ୍ଷା କରିବା ପାଇଁ এই ভীষ্ম আজীবন অবিবাহিত। পিতাଙ୍କର আশীর্বাদରୁ এই ভীষ্মର ମୃତ୍ୟୁ ଭୟ ପର୍ଯ୍ୟନ୍ତ ନାହିଁ। ଭୀଷ୍ମ ମୃତ୍ୟୁଞ୍ଜୟୀ। ସବୁ ଜାଣେ ପିତା, ସବୁ ଜାଣି ଶୁଣି ତୁମେ କରିଛ ଏହି କୁରୁକ୍ଷେତ୍ରର ଆୟୋଜନ। ଜାଣି ଶୁଣି ତୁମେ କରିଛ ଏହି କୌଶଳର ସୃଷ୍ଟି। ପାଣ୍ଡବ ଶିବିରରୁ ବାସୁଦେବ ଯେତେବେଳେ ମାତ୍ର 5 ଖଣ୍ଡି ଗ୍ରାମ ଭିକ୍ଷ ମାଗିବାକୁ ଆସିଥିଲେ କୌରବ ଦରବାରକୁ, ପାଣ୍ଡବ ମାନଙ୍କୁ ତୁମେ ଯଦି ସେତିକି ଭିକ୍ଷା ଦେଇପାରିଥାନ୍ତ କୌରବ ବିଲ, ତାହେଲେ ଏହି ଯୁଦ୍ଧ ମହଲରେ ମୋତେ ଆଜି ସେନାପତିତ୍ୱ ଭାର ଗ୍ରହଣ କରିବାକୁ ପଡ଼ିନଥାନ୍ତା। ନିଜ ହାତରେ ନିଜ ବଂଶଧର ମାନଙ୍କ ଚିତା ଧରିବାକୁ ମୁଁ ଆଗଭର ହେଇନଥାନ୍ତି। ମାତ୍ର ସବୁ ଜାଣି ଶୁଣି ସବୁ ବିଚାର କରି ଏ ଯୁଦ୍ଧର ଆମନ୍ତ୍ରଣ ମୁଁ ବ୍ୟାଖ୍ୟା କରି ନାହିଁ। ଜଣେ ଦୁର୍ଯୋଧନ ପାଣ୍ଡବ ପଞ୍ଚ ଭାଇକୁ ନିଶାସ କରିବା ପାଇଁ କୁରୁ ପାଣ୍ଡବ ବଂଶର ଏ ବୃଦ୍ଧ ପିତାମହ କି କଠୋର ଶପଥ ନେଇଛି।
ମାନଙ୍କର ଜୀବନର ଆଉ କେତେ ଅଳ୍ପ କ୍ଷମା କରନ୍ତୁ ପିତାମହ, କ୍ଷମା। এই কুরুক্ষেত্র সংগ্রামে ক্ষমা, দয়া, স্নেহ, প্রীতি, দয়া মমতার প্রশ্ন আজ উঠুনা হে দুর্যোধন। এই হাল শিক্ষা বিস্তার করি হিংসার অনাজি গোটা রাজবংশকে ভস্মীভূত କରିବାକୁ ଯାଉଛି। ଯେଉଁ ହିଂସା ବ୍ୟତୀତ ସର୍ବପ୍ରଥମେ ରକ୍ତ ପିପାସୁ ମରଣାସ୍ତ୍ର ଧରି ଛିଡ଼ା ହୋଇଛି କୁରୁ ପାଣ୍ଡବ ବଂଶର ଏହି ବୃଦ୍ଧ ପକ୍ଷ କେଶୀ ପିତାମହ। ତୁମେ ଯାଅ ବୀର, ବିଶ୍ରାମ କର। କୌରବର ସେନାପତିତ୍ୱ ଭାର ଗ୍ରହଣ କରି ମୁଁ କେବଳ ନିଶ୍ଚିନ୍ତ ହୋଇନାହିଁ, କୌରବ ରାଜମୁକୁଟକୁ କୌରବ ମଣ୍ଡିତ କରିବା ପାଇଁ ମୁଁ କରିଛି ଦୁରନ୍ତ ଆୟୋଜନ। ପାଣ୍ଡବ ମନକୁ ପୃଥିବୀ ପୃଷ୍ଠରୁ ନିଶ୍ଚିହ୍ନ କରିବା ପାଇଁ ଭୀଷ୍ମ କରିଛି ଭୀଷ୍ମ ପ୍ରତିଜ୍ଞା। ତୃତୀୟ ଦିନର ସଂଗ୍ରାମ ହେବ କୁରୁକ୍ଷେତ୍ରର ଶେଷ ସଂଗ୍ରାମ। ଅଶୋକନି